ଜିନିଷ କେବଳ ଆଜ୍ଞା ଗୋଟେ ଦିହପା ଭଲ ପାଇଁ ପିଲାଙ୍କ ପାଇଁ ଘର ଗୋଟେ ପରିବାର ମଙ୍ଗଳ ପାଇଁ କୌଣସି କାର୍ଯ୍ୟରେ ଗଲେ ଗୋଟେ ଦିହପା ଭଲ ରହିବ, ଗ୍ରହ ଭଲ ରହିବ। ତେଣୁକରି ଆଜ୍ଞା ଆମର ପୂର୍ବପୁରୁଷ ଥିଲା ସାପ ଖେଳ। ସାପ ଖେଳ ବର୍ତ୍ତମାନ ବନ୍ଦ ହେଇଗଲା। ଏଇ ଗଛର ଚେରମୂଳ ନେଇକରି ବସିବା କଥା। କେଉଁଦିନ 100, 200, 150, 250, 300 ବି ହେଉଛି, କେଉଁଦିନ ବି ଆଜ୍ଞା କିଛି ହେଇପାରୁନି। ଆଉ ଗଛର ଚେରମୂଳ ଆଜ୍ଞା ଅନନ୍ତ ମୂଳ, ବାସୁକେଦାର। ନାଇଁ ସେଟା ଧରିକି କୁହନ୍ତୁ କୋଉଟା ଅନନ୍ତ ମୂଳ କୋଉଟା ବାସୁକେଦାର। ଆଜ୍ଞା ମୁଁ କହୁଛି ଆପଣ ଶୁଣନ୍ତୁ। ଅନନ୍ତ ମୂଳ, ବାସୁକେଦାର, ଗୁଣ୍ଡୁଚି ନଟା, କାଠ ଛତୁ, ଆଉ ଆଜ୍ଞା ମୁହାକାଳ, ଆଜ୍ଞା ବ୍ରହ୍ମଦୃଷ୍ଟି, ଶିବଶକ୍ତି ଚେର, ଆଜ୍ଞା ଗୋଟେ ଶୁଭ କାମ ପାଇଁ ପିଲାଙ୍କ ପାଇଁ ଦୃଷ୍ଟି ନଜର ପାଇଁ ଦିଆଯାଉଛି ଆଜ୍ଞା ଗୋଟେ ଧଳା ମନ୍ଦାର ଚେର। ଏଇସବୁ ଗଛମାନଙ୍କର ଚେରମୂଳ ଜିନିଷ ଆଜ୍ଞା। ଆଚ୍ଛା ଏଠି ମା ଗୋଟେ ଦିହପା ଭଲ ରହିବ, ଶୁଭ କାମ, ମନ ଟିକେ ସଦାବେଳେ ମା ଦେଖ ବିଶ୍ୱାସ ହେଉଛି ବଡ଼। ବାପ ଅଜା କହିଛି ନଖେ ଟଙ୍କାରେ ବି ଭଲ ହବନି, ବେଳା ବିଶ୍ୱାସ ଥିଲେ ଘାସ ଗୁଟାରେ ଭଲ ହବ। ଆପଣ ବସିଛନ୍ତି ଗୋଟେ ହସ୍ପିଟାଲ ଆଗରେ, ଲୋକମାନେ ଆସୁଛନ୍ତି ହସ୍ପିଟାଲ ଭିତରେ ଲକ୍ଷ ଲକ୍ଷ ଟଙ୍କା ବିଲ୍ କରିକି ଦେହ ପା ଭଲ କରୁଛନ୍ତି, କିନ୍ତୁ ଏଠି କିଛିଟା ଟଙ୍କାରେ ଆପଣ ଚେରମୂଳିରେ ଭଲ କରିଦେବେ। ଚେରମୂଳ ଆଜ୍ଞା ବିଶ୍ୱାସ କଲେ ଆଜ୍ଞା ସବୁ କିଛି କଥା। ନାଇଁ ଆମେ ଅବିଶ୍ୱାସ କରୁନୁ ଆଜ୍ଞା, ଯେଉଁମାନେ ବିଶ୍ୱାସ କରୁଛନ୍ତି ସେମାନଙ୍କୁ ଦେଲେ 20, 30, 50 ଖୁସିରେ ମାଗିବା କଥା। ସେମାନେ ଖୁସିରେ ଦେବା କଥା। ନାଇଁ ଆଜ୍ଞା ଭଲ ହେଉଛି ପୁରା। ଆଜ୍ଞା ମେଡ଼ିକାଲ ନ ଗଲେ କେମିତି ହେବ? କେବଳ ଚେରମୂଳ ଯଦି ଲୋକ ସବୁ ରୋଗ ଭଲ ହେଇଯିବ ତାହେଲେ ଲୋକ ମେଡ଼ିକାଲ କାହିଁକି ଯିବ? ଆଜ୍ଞା ଏଇଟା ସେଇଟା ଯେଉଁ କହୁଛି, ଏଇ ଚେରମୂଳ ଜିନିଷଟା ଦିହପା ଯେମିତି ଭଲ ରହିବ। ଆଚ୍ଛା ମଉସା, ଆପଣ ଏ ଚେରମୂଳି ଉପରେ ଜାଣିଲେ କେମିତି? ଆପଣ କେତେ ଯାଏଁ ପାଠ ପଢିଛନ୍ତି? ଏଇଟା ଆମ ବାପ ଅଜାଙ୍କର ଜିନିଷ ପୁଅ। ବାପ ଅଜା ମାନେ ଆଗରେ ଗୁରୁତ୍ୱ, ବୁଢ଼ା ବୁଢ଼ା ଲୋକମାନେ ଆମର ଯେଉଁ ଥିଲେ ଜେଜେବାପା ମାନେ, ସେମାନେ ସାପ ଧରିକରି ଖେଳ କରନ୍ତି। ବର୍ତ୍ତମାନ ସାପୁଆ ଖେଳାର ସାପ ଖେଳ ବନ୍ଦ ହେଇଗଲା। ତେଣୁକରି ଏ ଚେରମୂଳ ନେଇକରି ବସିବା କଥା। ହଁ ମା ପରିବାର ଭଲ ରହିବ। ତା ବୋଲି କ'ଣ ମୁଁ ଗୋଟେ ମନ୍ତ୍ରୀ ହେଇଯିବି? ମୋ ପରିବାର, ମୋ ନାତି ନାତୁଣୀ, ଝିଅ ଜଇଁ, ତାପରେ ବୁଢ଼ୀ ପରିବାର ଭଲ, ତାହେଲେ କାହାକୁ କହୁଛନ୍ତି ମନ୍ତ୍ରୀ ହେବେନି, ଭଲ ଗାଡ଼ି ଚଢ଼ିବେନି, ଭଲ ପିନ୍ଧିବେନି, ତାହେଲେ ଭଲ କାହାକୁ କହିବା? ଆଜ୍ଞା ଚେରମୂଳି ନେଲେ କ'ଣ ଏମିତି ଭଲ ହେଇଯିବ ଯେ ଆମେ ଭଲ ବୋଲି କହିବା? ଆପଣଙ୍କୁ ଦେଖ ବିଶ୍ୱାସ ନ କଲେ ଆଜ୍ଞା କୌଣସି ଜିନିଷ ଦିଆ ହେଉନି।